ସାନ୍ଧ୍ୟ ପାଠଚକ୍ରକୁ ଆପଣଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆମର ଚାଲିଛି ଆଲୋଚନା କୋଲାବୋରେସନ୍ ଆଣ୍ଡ ହାରମୋନି ଇନ୍ ୱାର୍କ, କର୍ମରେ ସହଯୋଗ ଓ ସଂଗତି। To recognize the presence of a disharmonious atmosphere is useful only so far as it wakes in each one the will to change it into a harmonious atmosphere. ଆମ ଭିତରେ ଗୋଟେ ଅସଙ୍ଗତିର ବାତାବରଣ, disharmonious atmosphere, এইটা ଗୋଟେ ଆମେ ଜାଣିପାରିଲୁ, ରେକଗ୍ନାଇଜ କଲୁ। ତାର ଗୋଟେ ଆବଶ୍ୟକତା ଅଛି। ଏ ଡିସହାରମୋନିୟସ୍ ଆଟମସ୍ଫିୟରକୁ ରେକଗ୍ନାଇଜ କରିବାର ଗୋଟେ ଆବଶ୍ୟକତା ଅଛି। କାବା ଲାଗୁଛି ନା ଶୁଣିବାକୁ? ଆବଶ୍ୟକତା ଅଛି। କିନ୍ତୁ ମା କହିଛନ୍ତି କେତେବେଳେ ଯାଏ ଆବଶ୍ୟକତା ଅଛି? ଯେତେବେଳେ only so far as it wakes in each one the will to change it into a harmonious atmosphere. এটা আর ଆବଶ୍ୟକତା ଅଛି ସେତେବେଳେ ପର୍ଯ୍ୟନ୍ତ ଯେତେବେଳେ କି ସମସ୍ତଙ୍କ ଭିତରେ ଏଇ ବାତାବରଣକୁ ଏକ ସଂଗତିପୂର୍ଣ୍ଣ ବାତାବରଣରେ ବଦଳାଇ ଦେବା ପାଇଁ ଆବଶ୍ୟକ ଇଚ୍ଛା ହେବ, ସେତେବେଳେ ଯାଏ ଦରକାର। କାହିଁକି ନା ଧରାଯାଉ ଭାରି ଇଣ୍ଟରେଷ୍ଟିଂ, ଧରାଯାଉ ଆମ ଭିତରେ ଗୋଟେ ଡିସହାରମୋନିୟସ୍ ଆଟମସ୍ଫିୟର ଅଛି। ଡିସହାରମୋନିୟସ୍ ଆଟମସ୍ଫିୟର ମାନେ ଗୋଟେ ଅସଙ୍ଗତିପୂର୍ଣ୍ଣ ବାତାବରଣ, ଏବଂ ତାକୁ ସମସ୍ତେ ସୁନ୍ଦର ଭାବରେ ହଜମ କରୁଛନ୍ତି ଏବଂ ସୁନ୍ଦର ଭାବେ ତାକୁ ମ୍ୟାନେଜ କରି ଚାଲିଛନ୍ତି। এইটা କ'ଣ ହେବା ଉଚିତ? ଗୋଟେ ଅସଙ୍ଗତିପୂର୍ଣ୍ଣ ବାତାବରଣକୁ ଧରି ରଖିବା, ସେଥିରେ କିଛି ବ୍ୟସ୍ତ ନ ହେବା, ବ୍ୟତିବ୍ୟସ୍ତ ନ ହେବା, ଗୋଟେ ଆମକୁ ସ୍ୱାଭାବିକ ଲାଗୁଥିବ, ହଁ ସବୁଦିନ ବେଳେ ସବୁଦିନ ଯେମିତି ଚାଲିଛି ଆଉ କ'ଣ କରିବା, এইটা ଉଚିତ ନା ସେଇ ଡିସହାରମୋନିୟସ୍ ଆଟମସ୍ଫିୟର ଅସଙ୍ଗତିପୂର୍ଣ୍ଣ ବାତାବରଣଟାକୁ ମୁଁ ଜାଣି ପକେଇଲି। ଏଠି ରେକଗ୍ନାଇଜ କରିବା ଅର୍ଥ କ'ଣ ହେଉଛି? ମୋ ଭିତରେ ସିଏ ଗୋଟେ ସ୍ପନ୍ଦନ ସୃଷ୍ଟି କଲା, ଗୋଟେ ଆଘାତ ସୃଷ୍ଟି କଲା, ଗୋଟେ କମ୍ପନ ସୃଷ୍ଟି କଲା, ମୁଁ ତାକୁ ଅନୁଭବ କରୁଛି। ଏଇଟା ୟୁଜଫୁଲ୍ ବୋଲି ମା କହିଲେ। କେତେବେଳେ ୟୁଜଫୁଲ୍? ନା ଯେତେବେଳେ ତମେ ତାକୁ ହାରମୋନିୟସ୍ ଆଟମସ୍ଫିୟରରେ ଚେଞ୍ଜ କରିବ। ଯଦି ନ ଲାଗିବ, ମୋତେ ବ୍ୟସ୍ତ ନ ଲାଗିବ, ମୋତେ ଖରାପ ନ ଲାଗିବ, ମୁଁ କାହିଁକି ତାକୁ ହାରମୋନିୟସ୍ ଆଟମସ୍ଫିୟର କରିବାକୁ ଯିବି? ତେଣୁ ଡିସହାରମୋନିୟସ୍ ଆଟମସ୍ଫିୟରଟା ମୋତେ ଦରକାର ପଡ଼ିଲା ସେତିକି ବେଳେ, ସେତିକିବେଳଟା ମୋତେ ୟୁଜଫୁଲ୍ ହେଲା, ଆବଶ୍ୟକ ହେଲା, ଯେତେବେଳେ ମୁଁ ତାକୁ ପରିବର୍ତ୍ତନ କରିବାକୁ ଚାହିଁବି। ମା କହିଲେ so long as so far as it wakes in each one, ସମସ୍ତ ଭିତରେ ଜାଗ୍ରତ କରାଇବ କ'ଣ? the will to change it into a harmonious atmosphere, ଗୋଟେ ସଂଗତିପୂର୍ଣ୍ଣ ବାତାବରଣରେ ପରିବର୍ତ୍ତନ କରିବା ପାଇଁ ଗୋଟେ ସଂକଳ୍ପ ସୃଷ୍ଟି କରିବ। ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଆମେ ଅସଙ୍ଗତିପୂର୍ଣ୍ଣ ବାତାବରଣ ଭିତରେ ଚଳି ଚଳି ଗୋଟେ ଅଭ୍ୟସ୍ତ ହେଇଯାଉ। ଏମିତି ଅଭ୍ୟସ୍ତ ହେଇଯାଉ ଗୋଟେ ସଂଗତିପୂର୍ଣ୍ଣ ବାତାବରଣକୁ ଆମ ଭିତରକୁ ଆମନ୍ତ୍ରଣ କରିବା, ତାକୁ ଆମ ଭିତରେ ସ୍ଥାପନ କରିବା ପାଇଁ ଉଦ୍ୟମ କରିବା, ଚେଷ୍ଟା କରିବା, ଇଚ୍ଛା କରିବା, ଏଇଟା ଆବଶ୍ୟକ ବୋଲି ଅନୁଭବ କରୁନି। ଦେହ ଶୁଆ ହେଇଗଲାଣି। ଆଉ ସବୁଦିନ ଘରେ ଜିନିଷ ମାନେ ଗୋଟେ ଝଗଡ଼ା ଝାଞ୍ଚି ସବୁ ହେଉଥିବ, ଦ୍ୱନ୍ଦ୍ୱ, କଜିଆ, କାମୁଡ଼ା, ପାଟି ମୁଣ୍ଡ ଘୋଗା ଚାଲିଛି ଆଉ। ବାଇଚାନ୍ସ ଯଦି କିଏ ବନ୍ଧୁ ଲୋକ ଆସିଗଲେ ଘରେ, ଏଇ ଚମକି ଆସିବା ସବୁଦିନ ଭୋଗୁଆ ପାଟି ମୁଣ୍ଡ କରନ୍ତି ଟିକେ, ମାନେ ବାଇଚାନ୍ସ ଯଦି କିଏ ବନ୍ଧୁ ଲୋକ ଆସିଛନ୍ତି ଘରକୁ, ସେ ଟିକେ ସତର୍କ କରିଦେବ, ଆଜି ସେ ସବୁଦିନ ଭଳିଆ ଘୋଗା ପାଟି ମୁଣ୍ଡ କରିବନି, ସବୁଦିନ କରୁଛ ସେ ବନ୍ଧୁ ଲୋକ ଆସି ସେ କ'ଣ କଥା ଭାବିବ, ମାନେ ତା ପାଇଁ ସିଏ ଆସୁଛି ବୋଲି ଟିକେ ଶାନ୍ତ ପଡ଼, ନହେଲେ ନାହିଁ ଝଗଡ଼ା କର। ସେଥିପାଇଁ and to do that the first important step is for each one to get out of his own limited point of view in order to understand the point of view of others. ଆଚ୍ଛା, ଯଦି ମୁଁ ରେକଗ୍ନାଇଜ କଲି
ତା ପରିବର୍ତ୍ତନ କରିବି କ'ଣ ପାଇଁ ପରିବର୍ତ୍ତନ କରିବି ନା ତାକୁ ହାରମୋନିୟସ୍ ଆଟମୋସ୍ଫିୟର ପରିବର୍ତ୍ତନ କରିବି ଗୋଟେ ସଙ୍ଗତିପୂର୍ଣ୍ଣ ବାତାବରଣରେ ତାହେଲେ ତୋତେ କ'ଣ କରିବାକୁ ପଡ଼ିବ ନା ପ୍ରଥମ କଥା ହେଉଛି ଅନ୍ୟମାନଙ୍କ ଛଡ଼ା ନିଜ ଭିତରେ ଥିବା ଯେଉଁ ଅପରିଷ୍କାର ଯେଉଁ ଅନାବଶ୍ୟକ ଯେଉଁ ଡିସହାରମୋନି ଥିଙ୍ଗ ତମ ନିଜ ଭିତରେ ଫାର୍ଷ୍ଟ ଇମ୍ପୋର୍ଟାଣ୍ଟ ଷ୍ଟେପ୍ ଇଟ୍ ଫର୍ ଇଚ୍ ୱାନ୍ ଟୁ ଗେଟ୍ ଆଉଟ୍ ଅଫ୍ ହିଜ୍ ଓନ୍ ଲିମିଟେଡ୍ ପଏଣ୍ଟ ଅଫ୍ ଭ୍ୟୁ ତମେ ଯେତିକି ସୀମିତ ସଂଖ୍ୟାରେ ଜାଣିଛ ଅଳ୍ପ ଟିକେ କଥା କ'ଣ ଜାଣିଛ ଲିମିଟେଡ୍ ପଏଣ୍ଟ ଅଫ୍ ଭ୍ୟୁ ସେଥିରୁ ବାହାରି ଆସ ମୁଁ ସବୁ ଜାଣିଛି नो ମୁଁ ଯାହା ଜାଣି ସବୁ ଠିକ୍ नो କେବେ ନୁହଁ କେବେ ନୁହଁ ତୁ ଯାହା ଜାଣିଛୁ କିଛି ଜାଣିଛୁ ଠିକ୍ ହେଇପାରେ ସବୁ ତ କେବେ ଜାଣିନୁ ଆଉ ଯାହା ଜାଣିଛୁ ସବୁ ଠିକ୍ ଜାଣିଛୁ ତା ବି ନୁହଁ ତାହେଲେ କ'ଣ ହବ to get out of his own limited point of view in order to understand the point of view of others ତମ ଯଦି ନିଜର ସେଇ ସୀମିତ ଜ୍ଞାନ ଭିତରୁ ବାହାରି ନ ଆସିବ ତେବେ ଅନ୍ୟମାନଙ୍କ ଭିତରେ ଯାହା ଥିବ ତାକୁ ଗ୍ରହଣ କରିପାରିବନି ତେଣୁ ତା ଭିତରୁ ବାହାରି ଆସିବାକୁ ପଡ଼ିବ ଟୁ ଗେଟ୍ ଆଉଟ୍ ଅଫ୍ ୱାନ୍ ଲିମିଟେଡ୍ ପଏଣ୍ଟ ଅଫ୍ ଭ୍ୟୁ ଇନ୍ ଅର୍ଡର ଟୁ ଅଣ୍ଡରଷ୍ଟାଣ୍ଡ ଦି ପଏଣ୍ଟ ଅଫ୍ ଭ୍ୟୁ ଅଫ୍ ଅଦର୍ସ ଏ ହେଉଛି ମାର୍ଗ ବା ରାସ୍ତା ନିଜ ଭିତରେ ଯେତିକି ସୀମିତତା ଅଛି ଯେତିକି ଜ୍ଞାନ ଅଛି ଯାହା ଅଛି ଥାଉ କିଛି ଅସୁବିଧା ନାହିଁ ଥାଉ ଅନ୍ୟମାନେ କ'ଣ ଜାଣନ୍ତି ଅନ୍ୟମାନେ ଆହୁରି କିଏ କେତେ କ'ଣ ଜାଣିଥିବ ନା ମୁଁ ଏତିକି ତ ଜାଣିଛି ଠିକ୍ ଅଛି ଥାଉ ତାକୁ ଧରି ବସନି ସେତିକି ସମୁଦାୟ ଆଉ କିଛି ନାହିଁ ସେମିତି ନୁହଁ ଜମା ସେମିତି ନୁହଁ ତାକୁ ଧରିକି ବସନି ସେଠୁ ବାହାରି ଆସ ଅନ୍ୟମାନେ କ'ଣ ଜାଣିଛନ୍ତି ଅନ୍ୟମାନେ ଯାହା କହୁଛନ୍ତି ଶୁଣୁ ଏବଂ ଦେଖିବୁ ଯେ ବାସ୍ତବିକ ଆହୁରି ବହୁତ ଅନେକ କଥା ଅନ୍ୟମାନଙ୍କ ପାଖରେ ଅଛି ତେଣୁ to get out of his own limited point of view in order to understand the point of view of others ତମେ ଲିମିଟେଡ୍ ପଏଣ୍ଟ ଅଫ୍ ଭ୍ୟୁ ତ ତମ ସୀମିତତା ଭିତରୁ ନ ବାହାରିବ ଅନ୍ୟମାନଙ୍କର ଯେଉଁ ଧାରଣା ଧାରା ବା ଚିନ୍ତା ବା ବିଚାର ବା ତାଙ୍କର ଯେଉଁ କଳ୍ପନା ଆଚରଣ ତାଙ୍କର ଯେଉଁ କଥା ତାଙ୍କର ଯେଉଁ ଜ୍ଞାନ ତାକୁ ତମେ ସ୍ୱୀକାର କରିପାରିବନି ତେଣୁ ନିଜର ସୀମିତତା ଭିତରୁ ବାହାରି ଆସ ଅନ୍ୟମାନଙ୍କୁ ବୁଝିବା ପାଇଁ to understand the point of view of others. It is more important for each one to find the mistake in himself than to insist on the mistake of others. এটা ମା ବହୁତ ସମୟରେ ବିଭିନ୍ନ ପ୍ରକାର ଭାଟରେ ଆମକୁ ଆଗରୁ କହି ଆସୁଛନ୍ତି ଅନ୍ୟମାନଙ୍କର ତ୍ରୁଟି ସଂଶୋଧନ କରିବା ଅପେକ୍ଷା ନିଜର ତ୍ରୁଟି ସଂଶୋଧନ ଅଧିକ ଗୁରୁତ୍ୱପୂର୍ଣ୍ଣ ଇଟ୍ ଇଜ୍ ମୋର୍ ଇମ୍ପୋର୍ଟାଣ୍ଟ ଅଧିକ ଗୁରୁତ୍ୱପୂର୍ଣ୍ଣ କ'ଣ ଅଧିକ ଗୁରୁତ୍ୱପୂର୍ଣ୍ଣ ନା ଫର୍ ଇଚ୍ ୱାନ୍ ଟୁ ଫାଇଣ୍ଡ ଦି ମିଷ୍ଟେକ୍ ଇନ୍ ହିମସେଲ୍ଫ ଲେଖି ତାକୁ ଅଣ୍ଡରଲାଇନ୍ କରିଛନ୍ତି ତୁମ ନିଜ ଭିତରେ ଯାହା ଦୋଷ ତ୍ରୁଟି ଅଛି ତାକୁ ଆଗେ ରେକଗ୍ନାଇଜ୍ କର ତାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କର ଅନ୍ୟ କଥା ପରେ ଆଉ ତାର ଯେଉଁ ଭୁଲ ଅଛି ତା କଥା ବୁଝିବା ତୋ ନିଜ କଥା ଆଗେ ସମ୍ଭାଳେ ତୋ ନିଜ କଥା ସମ୍ଭାଳେ ତୁ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କର than to insist on the mistake of others. ମୁଁ ଶୁଣିଛି କେହି କହନ୍ତି କ'ଣ ଭାଇ ଆଉ କାହିଁ ପାର୍ଥକ୍ୟ ଆସୁନାହାନ୍ତି କ'ଣ ସେ ପାର୍ଥକ୍ୟ ଯାଇ କରିବି କ'ଣ ସେ ପାର୍ଥକ୍ୟ କରିବି କହିଲେ କ'ଣ ହେଲା ଭାଇ କାହିଁ ବିରକ୍ତ ହେଉଛନ୍ତି ନା କେଡ଼େ ଲୋକ ସେଠି ତା ଭିତରେ ଅଛନ୍ତି ଆଉ 25, 30, 40 ବର୍ଷ ହେଲା ମାଆଙ୍କୁ ଜାଣିଥିବା ଲୋକ ତା ଭିତରେ ଅଛନ୍ତି ମିଛ କହୁଛନ୍ତି ରାଗୁଛନ୍ତି ମିଛ କହୁଛନ୍ତି ଏଣୁ ତେଣୁ ବାଜେ କାମ ସବୁ କରୁଛନ୍ତି ଆରେ ତମର ସେଥିରେ କ'ଣ ଯାଉଛି ତମେ ସେମାନଙ୍କ ପାଇଁ ଯାଇଛ ଯେଉଁ 30, 40 ବର୍ଷ ହେଲା ଯିଏ ଅଛନ୍ତି ତାଙ୍କର ଯେଉଁ ଭୁଲ ତ୍ରୁଟି ଦେଖିଲ ତମେ ସେଇମାନଙ୍କ ପାଇଁ ଯାଇଛ ନା ମାଆଙ୍କ ପାଇଁ ଯାଇଛ ତମେ ତାକୁ ଦେଖିଲ କାହିଁକି ଏଇଟା ନିଜକୁ ଠକିବା ଛଡ଼ା ଆଉ କିଛି ନୁହଁ ଆଉ କାହା ପାଖରେ ଦୋଷ ତ୍ରୁଟି ଦେଖି ବିରକ୍ତ ହେଇକି ଆଉ ନ ଆସିବା କାହିଁକି ଯାହାକୁ ଯିବ ପୁରୁଣା ଲୋକ ଗୁଡ଼ାକ ବୟସ ହେଇଗଲାଣି କେତେ ଦିନରୁ ମାଆଙ୍କୁ ଜାଣିନି ତଥାପି ତ ସଜାଡ଼ି ନାହାନ୍ତି ବାଗେଇ ନାହାନ୍ତି ନିଜକୁ ଆମେ ଯାଇ ଏଠି କ'ଣ କରିବା ଆମର ଏଠି କ'ଣ ପରିବର୍ତ୍ତନ ହେବ ଏଇ ଲୋକମାନେ କେହି ଆମର ପରିବର୍ତ୍ତନ କରିବେନି ଆମେ ନିଜେ ଆମକୁ ପରିବର୍ତ୍ତନ କରିବା ଆମେ ନିଜେ ପରିବର୍ତ୍ତନ କରିବା ଏବଂ ସେ ନିଜକୁ ପରିବର୍ତ୍ତନ କରିବା ପାଇଁ ଆମେ ଏଠିକି ଆସିଛୁ ଟୁ ଫାଇଣ୍ଡ ଦ ମିଷ୍ଟେକ୍ ଇନ୍ ହିମସେଲ୍ଫ ଆଣ୍ଡ ଟୁ insist on the mistake of others. I add that all those to whom
I have given responsibility in the work and expected to be faithful to this responsibility. ମା ସାଙ୍ଗେ ତା ସାଙ୍ଗେ କହିଲେ, ମୁଁ ଆ ସାଙ୍ଗେ ଆଉ ଟିକେ ଯୋଡ଼ି ଦେଉଛି, ଆଉ ଗୋଟେ କଥା ଯୋଡୁଛି। କ'ଣ ନା, ଯୋଉମାନଙ୍କୁ ମୁଁ କିଛି ଦାୟିତ୍ୱ ଦେଇଛି, ସାଙ୍ଗେ ସାଙ୍ଗେ ମୁଣ୍ଡକୁ ଷ୍ଟ୍ରାଇକ୍ କରିବ, ସେ ଆଶ୍ରମ କଥା କହୁଛନ୍ତି ତ? ହଁ, ସେତେବେଳେ ମା କହିଲା ଆଶ୍ରମ କଥା କହିଥିଲେ। ବର୍ତ୍ତମାନ କୋଉଠି ମା ଦାୟିତ୍ୱ ଦେଇଛନ୍ତି ଆମକୁ ବି, ଆମ ସମସ୍ତଙ୍କୁ। ଆମେ ଯେତେ ଜଣ ଆକୁ ଶୁଣୁଛୁ, କଥା ହଉଛୁ, ପଢୁଛୁ, ଆକୁ ଆଲୋଚନା କରୁଛୁ, ଆମ ସମସ୍ତଙ୍କୁ କିଛି କିଛି ଦାୟିତ୍ୱ ମା ଦେଇଛନ୍ତି। ଜଣକ ମୁଁ ଜାଣିନି କ'ଣ ଦାୟିତ୍ୱ ଯେ ଠକ ନିଜକୁ ନିଜେ ଧୋକା ଦଉଛ। ମା ତମକୁ କ'ଣ ଦାୟିତ୍ୱ ଦେଇଛନ୍ତି ଜାଣିନା? ଭଲ କରି ଆମେ ଜାଣିଛୁ ମା ଆମକୁ କ'ଣ ଦାୟିତ୍ୱ ଦେଇଛନ୍ତି, କ'ଣ କାମ କରିବାକୁ ଦେଇଛନ୍ତି। ମା କହିଲେ, all those to whom I have given responsibility in the work, କାମରେ ମୁଁ କିଛି ଦାୟିତ୍ୱ ଦେଇଛି, they are expected to be faithful to this responsibility. ସେମାନଙ୍କୁ କ'ଣ ଆଶା କରାଯାଏ? ସେମାନଙ୍କୁ ଆଶା କରାଯାଏ ଯେ ଏଇ ଦାୟିତ୍ୱ ପ୍ରତି ସେମାନେ ବିଶ୍ୱସ୍ତ ହେବେ। ମୁଁ ଝାଡୁ ମାରେ, ମୋର ଏତିକି ଦାୟିତ୍ୱ। କାହିଁ ଝାଡୁ ମାରୁଛ? ଝାଡୁ ମାରିଲେ କ'ଣ ତମ ପୁଲିସ ଆରେଷ୍ଟ କରିନେବ? ମୋ ଭିତରେ ଗୋଟେ ପ୍ରେରଣା ଅଛି ଯେ ମାଙ୍କ ପାଇଁ କି ସେବା କରିବାର, ସେଥିପାଇଁ ମୁଁ କହୁଛି। ହଁ, ସେଇ ଦାୟିତ୍ୱଟି ମା ତମକୁ ଦେଇଛନ୍ତି। ସେ ଯୋଉ ପ୍ରେରଣା କହୁଛ, ସେ ପ୍ରେରଣାଟା ହେଉଛି ମାଙ୍କ ଦାୟିତ୍ୱ। କାହିଁ ପଢୁଛ ନା, ପଢିଲେ ବୁଝିଲେ ମୁଁ କିଛି ଆଲୋଚନା କରିବି। ହଁ, ସେଇ କାର୍ଯ୍ୟଟି ମା ଦେଇଛନ୍ତି। ନିଜେ ବୁଝିପାରିବା ଆମର କୋଉ କୋଉ ଦାୟିତ୍ୱ ମା ଦେଇଛନ୍ତି। ଜଣେ ରୋଷେଇ କରୁଛି, ତାକୁ ସେ ଦାୟିତ୍ୱ ଦେଇଛନ୍ତି। ଜଣେ ଚାକିରି କରିବାକୁ ଯାଉଛି, ତାକୁ ସେ ଦାୟିତ୍ୱ ଦେଇଛନ୍ତି। ସବୁ ଦାୟିତ୍ୱ ତାଙ୍କର। ମାଙ୍କ ଦାୟିତ୍ୱ ମାନେ ନିର୍ଦ୍ଦିଷ୍ଟ ଭାବରେ ଫଟୋ ସଜେଇବା ନୁହଁ, ଫଟୋରେ ଫୁଲ ଦେବା ସେଇଟା ବି ଗୋଟେ କାମ, ସମାଧି ସଜେଇବା ଗୋଟେ କାମ। ହଁ, ଠିକ, କିନ୍ତୁ ସେତିକି କେବଳ ମାଙ୍କ କାର୍ଯ୍ୟ ନୁହଁ। ରାତିରୁ ସକାଳୁ ଉଠିକି ରାତିରେ ଶୋଇବା ପର୍ଯ୍ୟନ୍ତ, ଏପରିକି ଶୋଇଲା ପରେ ମଧ୍ୟ, ନିଦ୍ରାରେ ମଧ୍ୟ ବିଭିନ୍ନ ପ୍ରକାର ଦାୟିତ୍ୱ ନେଇକି ଆମେ ଆସିଛୁ ଏଠି। ସେଥିପାଇଁ ମା ମୁଁ ବହୁତ ଦାୟିତ୍ୱ ଦେଇଛନ୍ତି। ମା କହିଲେ, ଯୋଉ ଦାୟିତ୍ୱ ଦେଇଛି ତମେ ସେ ଦାୟିତ୍ୱ ପ୍ରତି ଟିକେ ବିଶ୍ୱସ୍ତ ହବ, ରେସ୍ପନ୍ସିବିଲିଟି ପ୍ରତି। To whom I have given responsibility, the work are expected to be faithful to this responsibility and without allowing of any hot feeling to creep in, do their best to carry on successfully their duty. ବେଳେ ବେଳେ କ'ଣ ହୁଏ ନା, ସିଏ କିଏ ଗୋଟାଏ ତମକୁ କଡ଼ାକିରି ଟିକେ କହିଦବ, କଡ଼ାକିରି ଟିକେ କହିଦବ ତ ସଇଲା ଆଉ। ତାପରେ ମୁହଁକୁ ଶୁକେଇକି ବୁଲିବ ଆଉ। କିନ୍ତୁ କାହିଁ ମୁହଁ ଶୁକେଇଛୁ? ନାଇଁ, ସେ କିଛି ନୁହଁ। ଏ କାହିଁ ସେମିତି କେଡ଼େ ସୁନ୍ଦର ତ କାମ କରିବୁ, କାହିଁ ମୁହଁ ଶୁକେଇଲୁ? କିଛି ନୁହଁ। ଏ କେତେ ସମୟ ପରେ କହିବ, ସେ କ'ଣ କହିଲା ମୁଁ ଜାଣିଛନ୍ତି ନା, ଏମିତି ଏମିତି କହିଲା, ସେମିତି କହିଲା ଆଉ। ମା କ'ଣ କହିଲେ? without allowing of any hot feeling to creep in. hot feeling ପଶିବ କୋଉ ବାଟେ ପଶି ଆସିବ, creep in ତମ ଭିତରେ, ତାକୁ ଆଲାଉ କରିବନି। କିଏ କ'ଣ କହିଲା, ଯା ତୁ ସିଆଡ଼େ ଯା। ପଶିକି ମତେ କଷ୍ଟ ଦେଲା ଭଳିଆ ପର୍ଯ୍ୟନ୍ତ ତାକୁ ସୁଯୋଗ ଦିଆହବନି। ଯିଏ କହିଲା କହୁ। ଆମେ ଗୋଟେ ବଢିଆ ଉଦାହରଣ ସବୁବେଳେ ଦଉନି? ଜଣେ ତମକୁ ଗାଳି ଦେଲା, ତମେ ଗାଳିଟା ରିସିଭ୍ କଲନି, କ'ଣ ହେଲା ସିଏ? ମୁଁ ତମକୁ 100 ଟଙ୍କା ଦେଲି, ତମେ ରିସିଭ୍ କଲନି, କ'ଣ ହେଲା ସିଏ? ମୋ ପକେଟକୁ ଫେରି ଆସିଲା। ଠିକ ସେମିତି ଜଣେ ତମକୁ ଗାଳି ଦବ, ତମେ ରିସିଭ୍ କଲନି, କ'ଣ ହବ? ତା ପାଖକୁ ଫେରିଯିବ। କହିଲା ହଟ୍ ଫିଲିଂ ତମ ପାଖକୁ ଆସିବ। ହଟ୍ ଫିଲିଂ ତମ ପାଖକୁ କାହିଁ ଆସିବ? ଯିଏ ଚେଷ୍ଟା କରୁଥିଲା ତମକୁ ହଟ୍ ଫିଲିଂ ଦେବା ପାଇଁ, ତା ପାଖକୁ ପଳେଇଲା। ତେଣୁ ନିଜ ଭିତରକୁ ଆଲାଉ କରିବନି ଜମା। ଯଦି କିଏ କ'ଣ ତମକୁ କହିଦେଇଛି, ତାକୁ ନିଜ ଭିତରେ ଜମା ସୁଯୋଗ ଦବ ନାହିଁ। ଆଉ do their best to carry on successfully their duty. ଏ ହଟ୍ ଫିଲିଂ ଯେତେବେଳେ ଆମେ ନିଜ ଭିତରେ ପ୍ରବେଶ କରିଦେଉ, ଗୋଟାଏ କଷ୍ଟକର ଅନୁଭବ, କଷ୍ଟକର ଗୋଟାଏ ପ୍ରଭାବ ଯଦି ନିଜ ଭିତରେ ପ୍ରବେଶ କରିଦେଉ, ଆମେ ବହୁତ ଡିପ୍ରେସ୍ ହେଇଯାଉ, କାମରୁ ମନ ଛାଡ଼ିଯାଏ, ସବୁ କରିଯାଏ। ଆଉ ସେଠିକି ଯିବେନି, ସେ ଏମିତି କହିଲେ ସେମିତି କହିଲେ କହିକି ରହିଯାଉ। ନିଜର କ୍ଷତି କରୁ ସବୁବେଳେ। କାମର କ'ଣ କ୍ଷତି ହେଲା ତ ତାକୁ କି କ'ଣ କରିବ ଅଲଗା କଥା,
ନିଜର ସବୁବେଳେ କ୍ଷତି କରୁ। ମା କହିଲେ ଜମା ତାକୁ ଭିତରେ ପ୍ରବେଶ ଆଲାଉ କରିବାକୁ ଦବ ନାହିଁ ତାକୁ, ଏବଂ ସକ୍ସେସଫୁଲି ନିଜର ଡ୍ୟୁଟି କରି ଚାଲିବ, ସଫଳ ସହିତ ନିଜ କାର୍ଯ୍ୟ କରି ଚାଲିଥିବ। My blessings are with all those who are sincere and have goodwill. ଯେଉଁମାନଙ୍କର ଶୁଭେଚ୍ଛା ଅଛି, ଶ୍ରଦ୍ଧା ଅଛି, ଶୁଭେଚ୍ଛା ଅଛି, ଏବଂ ଯେଉଁମାନେ ଆନ୍ତରିକ ନିଷ୍ଠାପର ଯେଉଁମାନେ, ସେ ସମସ୍ତଙ୍କ ପାଇଁ ମୋର ଆଶୀର୍ବାଦ। এই কর্ম ভিতরে ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ ବାକ୍ୟ ବା ଅଧ୍ୟାୟ। ଆମେ ଯେ କାର୍ଯ୍ୟ କରୁଛୁ, ଆଟମସ୍ଫିୟର ଡିସହାରମୋନିୟସ୍ ହେଇଯାଉଛି। ଡିସହାରମୋନିୟସ୍ ଆଟମସ୍ଫିୟର ତୁମେ ଜାଣିପାରୁଛ, ତୁମର ଜାଣିଲ, ଦାୟିତ୍ୱ ଜାଣିଲ, ତ ହାରମୋନିୟସ୍ କରିବା ପାଇଁ ସେଇଟା ତୁମକୁ ସୁଯୋଗ ଦିଆଗଲା। ଏବଂ ହାରମୋନିୟସ୍ କରିବା ପାଇଁ କ'ଣ କରିବ ନା, ତୁମେ ସମସ୍ତଙ୍କ କଥା ଶୁଣିବାକୁ ଚେଷ୍ଟା କରିବ, ନିଜ କଥାକୁ ବାଟେଇ ଦେଇ ଅଟକେଇ ଦେଇ ସମସ୍ତେ କ'ଣ କହୁଛନ୍ତି ତାଙ୍କ କଥା ଶୁଣିବାକୁ ଚେଷ୍ଟା କରିବ। ଏଇ ବାଟରେ ତୁମେ ଡିସହାରମୋନିୟସ୍ ଆଟମସ୍ଫିୟରକୁ ହାରମୋନିୟସ୍ରେ ପରିବର୍ତ୍ତନ କରିଦେଇପାରିବ। ଏବଂ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି, ଯେଉଁ ମିଷ୍ଟେକ୍ ତୁମେ ନିଜେ କରୁଛ, ତୁମ ଭିତରେ ତୁମ ମିଷ୍ଟେକ୍କୁ ଆଗେ ସଜାଡ଼, ଅନ୍ୟମାନଙ୍କ ମିଷ୍ଟେକ୍କୁ ଦେଖନି, ତାଙ୍କ ମିଷ୍ଟେକ୍ ଦେଖନି। ଆଉ ଗୋଟେ କହିଲେ, ଇନଡେଡ୍ ଆଇ ହାଭ୍ ଆଲାଉଡ୍ ଏକ୍ସ ଟୁ ସିଫ୍ଟ ହର୍ ରୋଜ୍ ପ୍ଲାଣ୍ଟସ୍ ଦେୟାର। ଏକଦମ ବ୍ୟକ୍ତିଗତ କଥା ସବୁ, ତଥାପି ପଢ଼ିବା ମା ବହିରେ ଛପା ହେଇଛି କାହିଁକି, ବ୍ୟକ୍ତିଗତ ତ ଛପା କାହିଁକି ହେଲା। କହିଲେ ମୁଁ ଏକ୍ସକୁ ଆଲାଉ କରିଛି ସେ ଫୁଲ ଗଛ ସବୁ, ଗୋଲାପ ଫୁଲ ଗଛକୁ ସେ ଜାଗାରେ ସିଫ୍ଟ କରିକି ଅନ୍ୟ ଜାଗାରେ ରଖିବା ପାଇଁ। ବଟ୍ ଆଇ ଡୁ ନଟ୍ ଥିଙ୍କ ସି ନିଡ୍ସ ଦି ହୋଲ୍ ପ୍ଲେସ୍ ଫର୍ ଦେମ୍। ସେ ଗୋଲାପ ଗଛ ଗୁଡ଼ିକୁ ସେଠୁ ସିଫ୍ଟ କରି ସେଠିକି ନେବ ବୋଲି ମୁଁ ଯେଉଁ ଆଲାଉ କରିଛି, ତାର ମାନେ ନୁହଁ ଯେ ଯେତେ ଜାଗା ଅଛି ସବୁ ସେ ନେଇଯିବ। Moreover, in the present food crisis, it is not wise to use for flowers a place where vegetables have always grown very well. ବର୍ତ୍ତମାନ ଫୁଡ୍ କ୍ରାଇସିସ୍, ସେ କେବେ କହିଛନ୍ତି ଏଇଟା କହିଛନ୍ତି ସେଇ 38-39, ନାଇଁ ଏଇଟା 47 ମସିହା ବୋଧେ, ନାଇଁ 38-39, ସେଥିରେ ଗୋଟେ ଖାଦ୍ୟର ସମସ୍ୟା ସୃଷ୍ଟି ହେଇଛି, ଖାଦ୍ୟାଭାବ ସୃଷ୍ଟି ହେଇଛି। ମା କହିଲେ ଯେତେବେଳେ ଖାଦ୍ୟାଭାବ ହେଇଛି, ସେଠି ଯେଉଁ ଜାଗାରେ ପରିବା ପତ୍ର ହୁଏ, ସେ ପରିବା ପତ୍ର ନକରି ସେଠି ଫୁଲ ଗଛ ନେଇ ରଖିଲେ କେମିତି ହେବ? ପରିବା ପତ୍ର ଜାଗାରେ ଫୁଲ ଗଛ ନେବ। ତେଣୁ it seems that the place where tomatoes were grown is now ready for beans. କେତେ ମାଇନ୍ୟୁଟଲି ମା କାମ ବୁଝୁଥିଲେ ଦେଖନ୍ତୁ। ଭଗବତୀ ସୁପ୍ରିମ୍ ମଦର ଭଗବତୀ, ସେ ଆସିଥିଲେ ପୃଥିବୀ କି ମଣିଷମାନଙ୍କୁ ରୂପାନ୍ତର ଦାୟିତ୍ୱ ନେଇ, କିନ୍ତୁ କେଉଁଠି ଟମାଟୋ ଲାଗିଛି, ଟମାଟୋ ପରେ ସେଠି ବିନ୍ ଲାଗିବ, ସେଇ ହିସାବ ବି ସେ ବିଚାର ବି ତାଙ୍କର ଅଛି। ଯେଉଁଠି ବର୍ତ୍ତମାନ ଟମାଟୋ ଲାଗିଛି, ଟମାଟୋ ସରିଗଲା ପରେ ସେଠି ବିନ୍ ଲାଗିବ। And these beans must be sown and well looked after so that they may be productive. ତାକୁ ଭଲ କି ଯତ୍ନ ନେବାକୁ ପଡ଼ିବ, ଯେମିତି ଭଲ ପ୍ରଡକ୍ସନ୍ ହେବ ବିନ୍ର ମଧ୍ୟ। The trees and shrubs must be left in place and the ସୀତାଫଳ tree, ସୀତାଫଳ ମାନେ କୋଉଟା? ଆତ ବଡ଼ ସାଇଜ। ହଁ, ମା ବି ସୀତାଫଳ ଲେଖିଛନ୍ତି, ମୁଁ ଓଡ଼ିଆ ଶବ୍ଦ ନେଇ କହିଛି। The trees and shrubs must be left in place. ଯେଉଁ ବୁଦା ଫୁଦା ଯେଉଁ ଗଛ ପଛ ସବୁ ସେଠି ଅଛି, ବଡ଼ ବଡ଼ ଗଛ ସବୁ ଅଛି, ତାକୁ ସେମିତି ଛାଡ଼ିଦେବାକୁ ପଡ଼ିବ, ତା ସାଙ୍ଗେ ଲାଗନି। And the ସୀତାଫଳ tree, ତାକୁ ବ୍ରାକେଟ୍ ଲେଖିଛନ୍ତି custard apple, must be very carefully attended to as it gives excellent fruits. In consequence, I wish that this garden should be looked after by both X and Y. ସଇଲା କଥା। ଯେଉଁମାନେ ଝଗଡ଼ା କରୁଛ, XY ତମେ ଦୁଇ ଜଣ ମିଶିକି ସେ ବଗିଚା ଦାୟିତ୍ୱ ନିଅ। ମାନେ ଗୋଲାପ ଫୁଲ ଦାୟିତ୍ୱ ନେଇଛି ସିଏ, ଯିଏ କଷ୍ଟାର୍ଡ ଆପଲର ଦାୟିତ୍ୱ ନେଇ ସିଏ, ସବୁ ଫଳମୂଳ ବଗିଚା ପରିବା ପତ୍ର ସବୁ ଦାୟିତ୍ୱ ମିଶିକି ନିଅ। I wish that these gardens should be looked after by both X and Y, each one taking care of the things with which they are concerned reciprocally. ମୁଁ ଯେମିତି କହିଲି, ଜଣେ ଗୋଲାପ ଫୁଲର ଦାୟିତ୍ୱ ନେଇଛି, ଦରକାର ପଡ଼ିଲେ ସେ ମଧ୍ୟ ପନିପରିବା ଦାୟିତ୍ୱ ନେଇପାରିବେ, ପନିପରିବା ଦାୟିତ୍ୱ ନେଇଛି, ରେସିପ୍ରୋକେଟ୍ କରିବେ, ପରସ୍ପରକୁ ଉଭୟଙ୍କ ଦାୟିତ୍ୱ ନେଇ କାମ କରିବେ। I hope they will take advantage of these occasions to show that
work can be done unselfishly and harmoniously. ତେଣୁ ଏଇ ଅକେଜନକୁ ସେମାନେ ଗୋଟେ ସୁଯୋଗ ନେବେ। ଅକେଜନଟା କ'ଣ ନା ଅକେଜନଟା ସୁଯୋଗ ନେବେ ଯେ ଗୋଟେ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରିହେବ। ତମେ ଯଦି ଇନସିଷ୍ଟ କରିବ ନାଇଁ ଗୋଲାପ ଫୁଲ ଲାଗିବ ତାମାନେ ତମର ଗୋଟେ କ'ଣ ସ୍ୱାର୍ଥ ରହିଛି। ନିଃସ୍ୱାର୍ଥପର ଭାବେ କରିହେବ। Putting in first place the done unselfishly and harmoniously, ନିଃସ୍ୱାର୍ଥପର ଭାବରେ ଏବଂ ସଂଗତିପୂର୍ଣ୍ଣ ଭାବରେ କରିହେବ। Putting in first place the welfare of the work itself and taking in themselves all wrong movements that could stand against this achievement. ତେଣୁ କର୍ମକୁ ପ୍ରଥମେ ଆଖି ଆଗରେ ରଖିବା। ପନିପରିବା କିମ୍ବା ଫୁଲକୁ ଆଖି ଆଗରେ ରଖିବାନି, କାମଟାକୁ ଆଖି ଆଗରେ ରଖିବା। ତାହେଲେ ଗୋଟେ ହାରମୋନି ଆସିବ। ସେଠି ଆଉ ଝଗଡ଼ା ହବନି ଯଦି କାମଟାକୁ ଆଖି ଆଗରେ ରଖାଯାଏ। ମା କାମ ଦାୟିତ୍ୱ ହେଉଛି କାମ, ଏ କାମ କରିବ ସେ କାମ କରିବା, ଯୋଉଠି କାମ ହେଲେ ଚଳିବ। ୱାର୍କ ମଷ୍ଟ ବି କେପ୍ଟ ଇନ୍ ଫ୍ରଣ୍ଟ ଆଣ୍ଡ ଚେକିଂ ଇନ୍ ଦେମସେଲ୍ଫ, ନିଜ ଭିତରେ ଚେକ୍ କରିବେ କ'ଣ ଅଲ୍ ରଙ୍ଗ ମୁଭମେଣ୍ଟସ୍ ଦ୍ୟାଟ୍ କୁଡ୍ ଷ୍ଟାଣ୍ଡ ଏଗେନ୍ଷ୍ଟ ଦିସ୍ ଆଚିଭମେଣ୍ଟ। ନିଜ ଭିତରେ ଯେତେ ପ୍ରକାରର ମନ୍ଦ ମନୋଭାବ ସବୁ, ମନ୍ଦ ଗତିବୃତ୍ତି ସବୁ ଭିତରେ ପ୍ରବେଶ କରିବ, ତାକୁ ଅଟକେଇ ଦେବେ। ତ ମନା କରିଥିଲା ନା, ଦେଖ ବିଆ ଚାରଣ ଲଗେଇଦେବା, ଦେଖିଲ ଆମେ କଥା ହେଉଛୁ ନା କାଲି, ଏବେ ସାଙ୍ଗେ ସାଙ୍ଗେ ଲଗେଇବାନି, ଆମେ ଆସିଲୁ କାଲି ରାତିରେ ବୋଲା ଚାବଣ ଲଗେଇ ଦେଇଛି ଗଲା। ଆମେ କହୁଛୁ ସାଙ୍ଗ ଏଇ କାମ କରିବା, ଏଇ ସାଙ୍ଗ ଏସବୁ ମନ୍ଦ ଆମକୁ ତା ବିରୁଦ୍ଧରେ ବିଷାକ୍ତ କରିବା ପାଇଁ ଗୋଟେ ହଠାତ୍ ଗତିବୃତ୍ତି ପ୍ରବେଶ କରିବ, ତାକୁ ସେଠି ଚେକ୍ କରିଦେବା, ଅଟକେଇ ଦେବା। With my love and blessings, I came to the boundary to explain to all of you what you have to do and expect that you will do accordingly. ମୁଁ ଯେଉଁ ତମ ସେକ୍ସନକୁ ଆସିଲି, ବାଇଣ୍ଡରୀ ସେକ୍ସନ, ଆଶ୍ରମର ବନ୍ଧି କାର୍ଯ୍ୟାଳୟ ଦେଖିଛ କେଜଣ? ବହୁତ ସୁନ୍ଦର, ବହୁତ ସୁନ୍ଦର। ସେମାନେ ସବୁ ସାଧକ ମାନେ ମୋଷ୍ଟଲି କାମ କରନ୍ତି, କିଛି ପେଡ୍ ୱାର୍କର ବି କାମ କରନ୍ତି, କିନ୍ତୁ ବହୁତ ସୁନ୍ଦର, ବହୁତ ଚମତ୍କାର ଭାବରେ ସେମାନେ ଡିସିପ୍ଲିନ୍ ୱେରେ କରୁଥିବେ। ମା କହିଲେ ମୁଁ ଯାଇଥିଲି ସେଠିକି, ଏଠିକି ଆସିଛି ତମ ପାଖକୁ ଟୁ ଏକ୍ସପ୍ଲେନ୍ ଅଲ୍ ଅଫ୍ ୟୁ ହ୍ୱାଟ୍ ୟୁ ହ୍ୟାଭ୍ ଟୁ ଡୁ ଆଣ୍ଡ ଏକ୍ସପେକ୍ଟ ଦ୍ୟାଟ୍ ୟୁ ୱିଲ୍ ଡୁ ଆକର୍ଡିଂଲି। ତମକୁ କ'ଣ କରିବା ଉଚିତ ସେ କଥା ତମେ ବୁଝେଇଦେବା ପାଇଁ, ଏବଂ ମୋ ବିଶ୍ୱାସ ତମେ ସେଇଭଳିଆ କାର୍ଯ୍ୟ କରିବ। ଆଇ ୱାଣ୍ଟ ୟୁ ଟୁ ୱାର୍କ ଅଲ୍ ଟୁଗେଦର ହାରମୋନିୟସଲି। ହାରମୋନିୟସଲି ସବୁବେଳେ କହିଛନ୍ତି ମା। ସେଇ ଗୋଟାକୁ ଯଦି ଆମେ ଆଚିଭ୍ କରି ନେବୁ ତ ବହୁତ କଥା ହେଇଗଲା, ଅଧିକାଂଶ ସମସ୍ୟାର ସମାଧାନ ହେଇଗଲା। ପ୍ରଭୁ କ'ଣ କହିଲେ? ପ୍ରଭୁ ଲାଇଫ୍ ଡିଭାଇନ୍ର ଫାଷ୍ଟ ପାରାରେ କହିଲେ all problems of existence are essentially problems of harmony. ପୃଥିବୀର ଏକ୍ଜିଷ୍ଟେନ୍ସ ମାନେ ସମଗ୍ର ପୃଥିବୀ, ସମଗ୍ର ବିଶ୍ୱର ପୃଥିବୀର ଯେତେ ଯେତେ ସମସ୍ୟା, all problems of existence are essentially the problems of harmony. ସବୁ ସମସ୍ୟାର କାରଣ ହେଲା ସଂଗତି। ସଂଗତି ନାହିଁ ବୋଲି ସମସ୍ୟା ହେଉଛି। ତେଣୁ ହାରମୋନିୟସଲି ମା ବରାବର କହିଛନ୍ତି, ସାଙ୍ଗ ହେଇକି ସଂଗତିପୂର୍ଣ୍ଣ ଭାବରେ ପରସ୍ପର ଭିତରେ ବୁଝାମଣା ରଖି, ପରସ୍ପର ଭିତରେ ବୁଝାମଣା ରଖି। କ'ଣ ବୁଝାମଣା? ବୁଝାମଣାର ଅସଲ ଅର୍ଥ ହେଲା ଯେ ସିଏ ମୁଁ ଦୁଇଟା ଯାକ ଏକାଠି ସିନା କାମ କରୁଛୁ, କିନ୍ତୁ ଭିତର ଦୁଇଟାକ ଭିନ୍ନ ଭିନ୍ନ ଜିନିଷ। ତାର ଧାରଣା, ତାର ମନୋଭାବ, ତାର ବିଚାର, ତାର ଚିନ୍ତା, ତାର ସବୁ କଥା ଇତ୍ୟାଦି ମୋ ସାଙ୍ଗେ କାହିଁକି ସମାନ ହେବ? କାହିଁକି ମୋ ସାଙ୍ଗେ ସମାନ ହେବ? ନିଶ୍ଚୟ ସମାନ ହେବ ନାହିଁ। ମୋର ଯେମିତି ନିଜସ୍ୱ ଧାରା, ଚିନ୍ତା, ବିଚାର ଇତ୍ୟାଦି ଅଛି, ତାର ମୋର ନିଜସ୍ୱ ଅଛି, ଏବଂ ଦୁଇଙ୍କ ଭିତରେ ମେଳ ହେବାର ସବୁବେଳେ ସମ୍ଭାବନା ଅଛି, ଅମେଳ ହେବାର ସବୁବେଳେ ସମ୍ଭାବନା ନାହିଁ। ଆମେ ଅମେଳକୁ ଦୁହାଇ ଦେଇ କହୁ ଯେ ସେ ମୋ କଥା ମାନୁନି, ଆମ କଥା ଶୁଣୁନି, ଏକଥା କହୁ, କିନ୍ତୁ ମେଳକୁ ଗୁରୁତ୍ୱ ଦେବାକୁ ପଡ଼ିବ। ତା କଥାରେ ବି ସତ୍ୟତା ଅଛି, ମୋ କଥାରେ ବି ସତ୍ୟତା ଅଛି, ଆମ ଉଭୟଙ୍କ କଥାରେ ସତ୍ୟତା ଅଛି। ଶ୍ରୀଅରବିନ୍ଦ କ'ଣ କହିଲେ? ଶ୍ରୀଅରବିନ୍ଦ ଯେଉଁ ସିନ୍ଥେସିସ୍ ଅଫ୍ ଯୋଗ ଲେଖିଲେ, ତା ଅର୍ଥ କ'ଣ? ଯୋଗ ସମନ୍ୱୟ। ଶ୍ରୀଅରବିନ୍ଦ ପ୍ରଥମେ ଆସି ଯୋଗ କଲେ। ପୃଥିବୀରେ ଆଗରୁ ଯୋଗ ସାଧନା ହେଇନଥିଲା, ଶ୍ରୀଅରବିନ୍ଦ ଯୋଗ ସାଧନା ପ୍ରଥମେ କଲେ। ଆଉ ଅନାଦିକାଳରୁ ଯୋଗ ସାଧନା ଚାଲିଛି, ଏବଂ ଯେତେ ଯେତେ ପ୍ରକାରର ଯୋଗ ସାଧନା ହେଇଛି ସଂସାରରେ, ସବୁ ଯୋଗ ସାଧନା ଭିତରେ କିଛି ନା କିଛି ସତ୍ୟ ଅଛି। ସମଗ୍ର ସତ୍ୟ ବିଷୟରେ କେହି କହିନାହାନ୍ତି।
भगवान कथा समस्ते कहते किंतु भगवान को जाकि सेठी पाइबा कहते ए पृथ्वी रे भगवान को अचीव करने ये एस्टाब्लीश करने किए कहना कि सब जगर किसी किसी सार तत्व अच्छे एवं सिंथेसिस होची तार समन्वय एवं समन्वय होला परे ता परवर्ती अवस्था समन्वय परवर्ती स्टेप होची अतिमानस योग बा रूपांतर योग तेणु कौन जोगटा गोटे अनावश्यक बोली से तंत्र खराब तंत्र पंत्र नहीं विदा कर सेमती कौन सी कथा कहे जेते साधक आते जोग साधना कराई सबू जोग साधन किसी ना कि सत्यता अच्छी ऑल टुगेदर हार्मोनियसली हेल्पिंग वन अनदर as much as you can जेते जेते जे पारला परस्पर को साहाय्य करी कार्य कर गोटे संगतिपूर्ण भाव में माँ गोटे एवरीडे प्रोग्राम देदे प्रत्येक दिन कार्यक्रम कौन कर द यूनिवर्सिटी वर्क गोज फास्ट देन द लाइब्रेरी वर्क देन द इंडिविजुअल वर्क इफ देयर इज टाइम सो व्यक्तिगत कि बही दे काम करने बाइंडिंग फाइंडिंग करने यूनिवर्सिटी प्रथमे तापर लाइब्रेरी कर जदि समय थाए व्यक्तिगत काम कर To make any change in a work, I require before taking any decision that both parties should write to me explaining their case and the proposed change, and then I shall decide. काम किसी परिवर्तन करने माँ कहते काम किसी परिवर्तन करने मोर आवश्यक कौन सी सिद्धांत नवा पूर्व मोर आवश्यक होची उभय पार्टी उभय दल उभय गोष्ठी आसवे से मत लिखिकी देवे मत लिखिदेवे कौन लिखिदेवे ना ताकर कौन कौन कार्य से कर जो परिवर्तन करने चाहते प्रपोज चेंज कौन प्रस्ताव दौरान परिवर्तन करने लिखिकी देवे तापर मु डिसाइड करी उभय जानिकला माय लव एंड ब्लेसिंग आई डू नॉट बिलीव एटा कौन पे लिखिं ना से लोकटा ये समस्त रागुच समस्त रागुच पार्टी कर झगड़ा कर कम चेंज कर दिखाँ देखिए तार नेचर बदल कौन बुझे ना नहीं यही धरा जाऊ मुझे पार्थ कला तुमको निद लग धरा जाऊ निद लग वो पार्चक्र बदल कहानी कह निद भांगी फिर तो बर्तमान कहानी कह निद भांगी कि कहानी पुणी निद आसो क्या सेठू जाइनी आलस जाइनी ता भितर माँ कहले तुम कह जो काम बदल देवी आई डू नॉट बिलीव दैट टू चेंज वर्क विल हेल्प यू टू चेंज योर कैरेक्टर तुम ये रागुच किंबा झगड़ा कर कजिया कर पाटिमुंड कर से व्यक्ति करुच्ची काम बदल दि जाए से कथा करनी सेमती नुह सेमती नुह से जुआड़े गले भी कजिया कर कारण कैरेक्टर चेंज हो पारे काम बदल देले इट हैज नेवर प्रूव्ड सक्सेसफुल बिफोर माँ कहले आगुरी अत्यंत बहुत थर के परिवर्तन नहीं मुझे कहती ना पार्थ जड़े भद्रक मुझे पचारे भाई एवं कौटी पंडिचेरी बजार ना नहीं चेंज हो लास्ट टाइम जो थी ना मुझे ना आठटा डिपार्टमेंट चेंज कर सारे पर वर्ष पुणी जाए पचारि भाई ना ना नहीं आउ चेंज कर यहाँ मो रेकर्ड मैंने आट ए टाइम वर्ष रही गोटे अनुष्ठान गोटे निरवच्छिन्न वर्षे कम कले रेकर्ड से चेंज करी 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 चैलेंज सब बड़े The reasons for which you ask to change your work are psychological. आसला असल कथा जो कारण पाई तू काम परिवर्तन करने चाहूँ ये गोटे मनस्तात्विक कारण मनस्तात्विक कारण से लोग देखिले मो देहटा जली जाए
କାହିଁ ତୋ ଦେହ ଜଳୁନି, ଜଳିଲେ ତ ପାଇପକୁ ପଳେଇବୁ, ପାଣି ଢାଳିବୁ, ଜଳିଲେ ଅସୁବିଧା କ'ଣ ହେଉଛି? ଏ ତାର ଯେଉଁ ମନୋଭାବ ଅଛି ତା ପ୍ରତି, ସେ ଗୋଟେ ନିଜକୁ ଟଲେଟ୍ କରିପାରୁନି, ତାର ପ୍ରେଜେନ୍ସକୁ ଟଲେଟ୍ କରିପାରୁନି। The reason for which you ask to change your work are psychological and do not depend on the work itself. ଯେହେତୁ ଏଟା ମନସ୍ତାତ୍ତ୍ୱିକ, ଏଟା କାମ ଉପରେ ନିର୍ଭର କରେ। କୌଣସି କାମ ବଦଳି ଦେଲେ ସେ କଥା ବଦଳିବ ନାହିଁ। Wherever you will go, you will carry them with you, and nowhere will you be able to find peace unless you have the peace in your heart. ସେ କଥା ଆଉ ଥରେ ରିପିଟ୍ କରି କହୁଛନ୍ତି, ତୁ ଯୁଆଡ଼କୁ ଯିବୁ, ବିଶ୍ୱର ଯୋଉ ଜାଗାକୁ ଯିବୁ, ସାଙ୍ଗରେ ତାକୁ ନେଇକି ଯିବୁ, ସେ କ୍ୟାରେକ୍ଟର ତୋ ଭିତରେ ସେଠି ନେଇଯିବୁ। ଯେତେବେଳେ ପର୍ଯ୍ୟନ୍ତ ନିଜ ହୃଦୟ ଭିତରେ ତୁ ଶାନ୍ତି କି ପ୍ରତିଷ୍ଠା ନ କରିଛୁ, ବାହାରେ କୋଉଠି ଶାନ୍ତି ପାଇବା ସମ୍ଭାବନା ନାହିଁ। नो where you can find peace unless you have the peace in your heart. तो निज हृदय ଭିତରେ ଯଦି ଶାନ୍ତି ନାହିଁ, ତୁ ଆଉ କୋଉଠି ସେ ଶାନ୍ତି ପାଇବୁ? ଭଗବତ ସେବକର ପ୍ରାର୍ଥନା, ବିଘ୍ନ ବିନାଶନ ହେ ଭଗବାନ, ଜୟ ହେଉ ତୁମର। ଆମମାନଙ୍କ ଅନ୍ତରେ କିଛି ହେଲେ ଯେପରି ତୁମର ବିଘ୍ନ ନ ଘଟାଏ, କିଛି ହେଲେ ଯେପରି ତୁମର ଆବିର୍ଭାବରେ ବିଳମ୍ବ ନ ଘଟାଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ, ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କର ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ। ତୁମଠାରେ ଆମମାନଙ୍କର ନିଷ୍ଠା ହୁଏ ସର୍ବାଙ୍ଗୀନ ଚିରନ୍ତନ। ଆମମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ, ନିବିଡ଼ ଭାବରେ କୃତଜ୍ଞ ହୋଇ ରହିବ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରିଯାଉଛ, ସେସବୁର କିଛି ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହାୟତା ହୁଏ, ସେସବୁ ଯେପରି ପ୍ରସ୍ତୁତ ହୋଇ ଉଠନ୍ତି ତୁମର ସିଦ୍ଧି। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଯାହା ହେଉ ତୁମର ବିଜୟରେ ଦିଅ ଆମମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। ଇଂଲିଶ। In the name of the mother, for the sake of the mother, by the power of the mother, with the strength of the mother, to all adverse, harmful, being or force, I order to quit this place at once and forever.